ଜୟ ଜଗନ୍ନାଥ ସାଙ୍ଗମାନେ। ସୁଖ ତ କେବଳ ଅଛି ତୁମ ପାଇଁ, ଦୁଃଖ ତ କେବଳ ଅଛି ମୋ ପାଇଁ, ହସ ତ କେବଳ ଅଛି ତୁମ ପାଇଁ, ଲୁହ ତ କେବଳ ଅଛି ମୋ ପାଇଁ, ଜୀବନ ତ ଅଛି କେବଳ ତୁମ ପାଇଁ, ମୃତ୍ୟୁ ତ କେବଳ ଅଛି ମୋ ପାଇଁ, ସବୁ କିଛି ତୁମ ପାଇଁ, ତୁମେ କେବଳ ମୋ ପାଇଁ। ଏ ହେଉଛି ଆଜିର ଅନୁଚିନ୍ତା ଏବଂ ଅନୁବାଦ। ରାତି ପାହିଗଲା ପରେ ଯେପରି ସକାଳ ଆସେ, ସେହିପରି ଦୁଃଖ ପରେ ସୁଖ ନିଶ୍ଚିନ୍ତ ଭାବରେ ଆସେ। କେବଳ ପାର୍ଥକ୍ୟ ଏତିକି, ସୁଖ ଜୀବନରେ ଅହଙ୍କାର ଭରିଦିଏ, ଦୁଃଖ କିଛି ଶିକ୍ଷା ଦେଇଯାଏ ଆମକୁ ଓ ଜୀବନରେ ପ୍ରକୃତ ମୂଲ୍ୟ ଚିହ୍ନେଇ ଦେଇଯାଏ। ଯଦି ଆପଣମାନଙ୍କୁ ମୋ ମୋଟିଭେସନ୍ ଷ୍ଟୋରିଟି ଭଲ ଲାଗୁଛି ନା ସାଙ୍ଗମାନେ, ପ୍ଲିଜ୍ ମୋ ଚ୍ୟାନେଲଟି ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ। ଜୟ ଜଗନ୍ନାଥ। ତିନି ଜଣ ବ୍ୟକ୍ତି ସବୁବେଳେ ଅସୁବିଧାରେ ରୁହନ୍ତି ଏବଂ ପରୋପକାରୀ, ବିଶ୍ୱାସୀ ଆଉ ହୃଦୟର ସଫା ନିରୀହ ବ୍ୟକ୍ତି। ବାକି ବ୍ୟକ୍ତିମାନେ ସବୁ ଜାଗାରେ ପରିସ୍ଥିତି ଅନୁସାରେ ରଙ୍ଗ ବଦଳାଇ ନିଜର ସୁବିଧା କରିନିଅନ୍ତି। ଏ ହେଉଛି ଆଜିର ନୀତିବାଣୀ। ଜୟ ଜଗନ୍ନାଥ ସାଙ୍ଗମାନେ। ଆଜି ଗୋଟେ ବହୁତ ବଢ଼ିଆ ମୋଟିଭେସନ୍ ଷ୍ଟୋରିଟି ନେଇକି ଆସିଛି। ଆପଣମାନେ ନିଶ୍ଚିନ୍ତ ଭାବରେ ଲାଷ୍ଟ ତକ ଦେଖନ୍ତୁ, ସ୍କିପ୍ ଜମା କରନ୍ତୁ ନାହିଁ। ଭିଡ଼ିଓ ଟିକେ ଏଣ୍ଡ ତକ ଦେଖନ୍ତୁ। ବହୁତ ବଢ଼ିଆ ଭିଡ଼ିଓଟି ଆଜିର ଅନୁଚିନ୍ତା। ଚାଲନ୍ତୁ ସେହି ବିଷୟରେ ଜାଣିବା, ଆଉ କିଛି ଶିକ୍ଷା ଆମେ ଅନୁଭବ ବି ମଧ୍ୟ କରିବା। ଚାଲନ୍ତୁ ଷ୍ଟାର୍ଟ କରିବା ଆଜିର ଅନୁଚିନ୍ତା। ପୃଥିବୀରେ ରହୁଥିବା ମଣିଷ କେବଳ ଧନ ସମ୍ପତ୍ତିକୁ ପ୍ରତ୍ୟେକ ଦିନ ବସିକି ଗଣୁଥାଏ। କାଲି କେତେ ଥିଲା, ଆଜି କେତେ ଅଛି ଏବଂ ଆଗକୁ କେତେ ଟୋଟାଲ ମୋର ହେବ, ଆଜି କେତେ ଦିନ ବଢ଼ିଛି। ସେହି ହିସାବରେ ଆମେ ଧନ ଏବଂ ସମ୍ପତ୍ତିକୁ ପ୍ରତ୍ୟେକ ଦିନ ଗଣୁଥାଉ। ଆଉ ଉପରେ ବସିଥିବା ଈଶ୍ୱର ଏହା ସବୁ ଦେଖି ମନେ ମନେ ବହୁତ ହସିଥାନ୍ତି ଆଉ କହୁଥାନ୍ତି, ହେ ମନୁଷ୍ୟ, ତୁ କ'ଣ ପାଇଁ ଏତେ ଧନ ସମ୍ପତ୍ତିକୁ ପ୍ରତ୍ୟେକ ଦିନ ଗଣୁଥାଉ? କାରଣ ତୁ ଯେମିତି ଯାଇତୁ ମର୍ତ୍ତମଣ୍ଡଳକୁ ଖାଲି ହାତରେ, ସେମିତି ତ ଦିନେ ମୋ ପାଖକୁ ଆସିବୁ ଖାଲି ହାତରେ। ସେଥିପାଇଁ ତୁ ଏତେ ଧନ ସମ୍ପତ୍ତି କ'ଣ ପାଇଁ ଗଣୁଅଛୁ? ଆଉ ଉପରେ ବସିଥିବା ଈଶ୍ୱର ଏହା ସବୁ ଦେଖି ବହୁତ ମାତ୍ରାରେ ହସୁଥାନ୍ତି ଆଉ ମଣିଷର ଆୟୁଷ ଗଣୁଥାନ୍ତି। କାଲି କେତେ ଦିନ ଥିଲା ଆଉ ଆଜି କେତେ ଦିନ ରହିଲା। ଲୋଭରୁ ଦୂରେଇ ରୁହନ୍ତୁ ସାଙ୍ଗମାନେ। ସମାଜରେ ଭଲ କାମ କରନ୍ତୁ ଏବଂ କିଛି ଈଶ୍ୱରଙ୍କ ମନରେ ଭକ୍ତି କରନ୍ତୁ ଏବଂ ଈଶ୍ୱରଙ୍କ ପାଇଁ ଗୋଟିଏ ଦିନରେ ମାତ୍ର କିଛି କ୍ଷଣ ବାହାର କରି ଅନୁଭବ କରନ୍ତୁ। ଏ ହେଉଛି ନିରାଟ ସତ୍ୟ। ଏ ହେଉଛି ମନୁଷ୍ୟର ମହତ୍ତ୍ୱ ଏବଂ ଅମୂଲ୍ୟ ରତ୍ନ। ଜୟ ଜଗନ୍ନାଥ। ରାତି ପାହିଗଲା ପରେ ଯେପରି ସକାଳ ଆସେ, ସେହିପରି ଦୁଃଖ ପରେ ସୁଖ ନିଶ୍ଚିନ୍ତ ଭାବରେ ଆସେ। କେବଳ ପାର୍ଥକ୍ୟ ଏତିକି, ସୁଖ ଜୀବନରେ ଅହଙ୍କାର ଭରିଦିଏ, ଦୁଃଖ କିଛି ଶିକ୍ଷା ଦେଇଯାଏ ଆମକୁ ଓ ଜୀବନରେ ପ୍ରକୃତ ମୂଲ୍ୟ ଚିହ୍ନେଇ ଦେଇଯାଏ। ଯଦି ଆପଣମାନଙ୍କୁ ମୋ ମୋଟିଭେସନ୍ ଷ୍ଟୋରିଟି ଭଲ ଲାଗୁଛି ନା ସାଙ୍ଗମାନେ, ପ୍ଲିଜ୍ ମୋ ଚ୍ୟାନେଲଟି ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ। ଜୟ ଜଗନ୍ନାଥ। ଜୀବନରେ କେବେ କାହାକୁ ବି ଛୋଟ ଭାବନ୍ତୁ ନାହିଁ ସାଙ୍ଗମାନେ।
କାରଣ ଆପଣ ଜାଣିଛନ୍ତି ନା, 5 ଟଙ୍କାର କଲମଟିଏ ମଧ୍ୟ 5 କୋଟି ଟଙ୍କାର ଚେକ୍ ଲେଖିବାର ସକ୍ଷମ ହୋଇଥାଏ। ଏ ହେଉଛି ଆଜିର ଅନୁଚିନ୍ତା।